ନୟାଗଡ଼ରେ ବିଦ୍ୟୁତ ସଂକଟ, ଯନ୍ତ୍ରୀମାନଙ୍କୁ ଗିରଫ ଦାବିରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ ସହ ଅଣ୍ଡା ମାଡ଼ କଲା ଜିଲ୍ଲା କଂଗ୍ରେସ। ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ କରି ସାଧାରଣ ଉପଭୋକ୍ତାମାନଙ୍କୁ କଲବଲ କରି ଅଣାୟତ୍ତ କରାଉଥିବା ଟାଟା ପାୱାର ଯନ୍ତ୍ରୀମାନଙ୍କୁ ଗିରଫ ଦାବି ତଥା ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବା ବେଳେ ଆଜି ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ କମିଟି। ନୟାଗଡ଼ ଜିଲ୍ଲା ସଭାପତି ରଣଜିତ ଦାସଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ବିଶାଳ ପଦଯାତ୍ରାରେ ଆସି ନୟାଗଡ଼ ସ୍ଥିତ ଟିପିସିଓଡିଏଲ୍ କାର୍ଯ୍ୟାଳୟକୁ ଘେରାଉ କରି ଟମାଟୋ ସହ ଅଣ୍ଡା ମାଡ଼ କରିଥିଲେ। ଆନ୍ଦୋଳନକାରୀମାନେ ରାଜ୍ୟ ସରକାର ଏବଂ ଟାଟା ପାୱାର ବିରୁଦ୍ଧରେ ଜୋରଦାର ନାରାବାଜି କରିବା ସହିତ ଯନ୍ତ୍ରୀମାନଙ୍କ ଗିରଫ ଦାବି କରିଥିଲେ। ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଲୋକଙ୍କୁ ଲୁଟ୍ କରିବା ବନ୍ଦ କରିବା ନେଇ ଟାଟା ପାୱାରକୁ ଚେତାବନୀ ଦିଆଯାଇଥିଲା। ଆଗାମୀ ଦିନରେ ଯଦି ବିଦ୍ୟୁତ ସମସ୍ୟାର ସୁଧାର ନ ଆସେ ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ନୟାଗଡ଼ରୁ ଜିତୁନ କୁମାର ମହାପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।